ବିଜେଡି ପକ୍ଷରୁ ମହାନ୍ତିପଡ଼ା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ ଅଫିସଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର 76ତମ ଜନ୍ମ ଜୟନ୍ତୀ ଅବସରରେ କେକ୍ କାଟି ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପଦଯାତ୍ରା ଆରମ୍ଭ ହୋଇ ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ ଭ୍ରମଣ କରି ପଞ୍ଚାୟତ ସ୍ତରୀୟ କୁଣ୍ଡି ଗାଁରେ ଉଦ୍ଯାପିତ ହୋଇଥିଲା। ଏହି ଅବସରରେ ବିଜୁ ଯୁବ ବ୍ଲକ ସଭାପତି ସତ୍ୟ ସାଧନ ବେଜ, 14 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରୁନିତା ଦାସ, ମହାନ୍ତିପଡ଼ା ସରପଞ୍ଚ ନିହାର ରଞ୍ଜନ ପଣ୍ଡା, ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ନନ୍ଦକିଶୋର ନାୟକ ଓ ପଞ୍ଚାୟତର ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ପଦଯାତ୍ରାଟିକୁ ସଫଳ କରିଥିଲେ। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ। ତାଙ୍କରି ଜନ୍ମଦିନରେ ଆମେ ଏହି ପବିତ୍ର ପଦଯାତ୍ରାର ଶୁଭାରମ୍ଭ କରିଛୁ। ଆମ ପଞ୍ଚାୟତରେ ଆପଣମାନେ ଜାଣିଛନ୍ତି ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ, ଓଡ଼ିଶାବାସୀଙ୍କ ସାଥିରେ ଥିଲା, ଆଜି ବି ଅଛି, ଆସନ୍ତାକାଲି ବି ରହିବ ଆମ ଦଳ। ଦେଖନ୍ତୁ ଆଜି ଲେଡିଜ୍ ଫାଷ୍ଟର ରୁଲ୍ ଯେଉଁ ଆମ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି, ଆଜିକା ଯେଉଁ ପଦଯାତ୍ରା ଅଛି ଆପଣମାନେ ଦେଖିବେ ଆଜି ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଆମ ସହିତ ଆଗକୁ ଆସିଛନ୍ତି, ଆମର এই ପଦଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ନବୀନ ବାବୁଙ୍କର ଆମର ଯେଉଁ ସ୍ୱପ୍ନ ଅଛି ତାକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି। ଭଦ୍ରକ ବନ୍ଦରୁ ଶ୍ୟାମସୁନ୍ଦର ଦାସଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।